ବ୍ୟକ୍ତିଗଣ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତୁ, କାରଣ ଭଗବାନ ମହାଦେବଙ୍କର ଆଶୀର୍ବାଦରେ ଆପଣଙ୍କୁ ଏପ୍ରିଲ 6 ରୁ ଏପ୍ରିଲ 12 ମଧ୍ୟରେ 3ଟି ସ୍ମାରକୀ ଶୁଭ ଖବର ମିଳିବ। ବନ୍ଧୁମାନେ, ଏହି ଶୁଭ ଖବର ଏତେ ଗୁରୁତ୍ୱପୂର୍ଣ୍ଣ ହେବ ଯେ ଲୋକମାନେ ଆଶ୍ଚର୍ଯ୍ୟରେ କହିବେ, ତୁମେ କେତେ ଭାଗ୍ୟବାନ। ଏହି 7 ଦିନର ଅବଧି ପୂର୍ଣ୍ଣ 11 ବର୍ଷ ପରେ ଆପଣଙ୍କ ପାଇଁ ଆସିଛି, ଯାହା ଏକ ଅସାଧାରଣ ଶୁଭ ମହାଜାଗତିକ ସଂଯୋଜନ ଦ୍ୱାରା ଚିହ୍ନିତ। ଭଗବାନ ଭୋଳାନାଥଙ୍କର କୃପା ଯୋଗୁଁ ଏହି 7 ଦିନ ମଧ୍ୟରେ ଅନେକ ଦୁର୍ଲଭ ଏବଂ ଶକ୍ତିଶାଳୀ ଜ୍ୟୋତିଷ ମିଶ୍ରଣ ଏକକାଳୀନ ଏକତ୍ରିତ ହେଉଛି। ଏକ ଘଟଣା ଯାହା ଦୀର୍ଘ 11 ବର୍ଷ ମଧ୍ୟରେ ଦେଖାଯାଇ ନାହିଁ। ଏଥିରେ ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଧନ ଯୋଗ ଏବଂ ରାଜଯୋଗ ସହିତ ସୌଭାଗ୍ୟବାନ ଯୋଗ ଅନ୍ତର୍ଭୁକ୍ତ। ଫଳସ୍ୱରୂପ ଏହି ସମୟ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦଦାୟକ ସମୟ ହେବ ବୋଲି ପ୍ରତିଶ୍ରୁତି ଦେଉଛି। ଏହି 3ଟି ପ୍ରମୁଖ ଶୁଭ ଖବର ଏତେ ଗୁରୁତ୍ୱପୂର୍ଣ୍ଣ ହେବ ଯେ ଏହା ଶୁଣିବା ପରେ ଆପଣ ସମ୍ପୂର୍ଣ୍ଣ ଆନନ୍ଦରେ ଅଭିଭୂତ ହୋଇଯିବେ। ଆପଣଙ୍କ ପରିବାର ସଦସ୍ୟମାନେ ଉଲ୍ଲାସର ସହିତ ପାଳନ କରିବେ, ମିଠା ବାଣ୍ଟିବେ। ବନ୍ଧୁମାନେ, ଆପଣଙ୍କର ନାମ ଏବଂ ସଫଳତା ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିବ। ଏହି ଆସନ୍ନ ଶୁଭ ଖବରର ବିଶାଳତା। କିନ୍ତୁ ଏହି 7 ଦିନ ମଧ୍ୟରେ ଆପଣଙ୍କୁ ଏହି 3ଟି କେଉଁ ଶୁଭ ଖବର ମିଳିବ? ଏହି ଶୁଭ ଖବର ସମୟରେ ସର୍ବୋତ୍ତମ ଲାଭ ଆପଣ କିପରି ଉଠାଇ ପାରିବେ? ଆମେ ଏହି ଭିଡିଓରେ ଏହି ସମସ୍ତ ବିଷୟରେ ପ୍ରକାଶ କରିବୁ। ଏହା ବ୍ୟତୀତ ଏହି 7 ଦିନର ବ୍ୟବଧାନରେ ଆପଣଙ୍କୁ କିଛି ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ପଡିବ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବାକୁ ପଡିବ। ଏହି ଅନୁକୂଳ ସମୟରୁ ସର୍ବାଧିକ ସମ୍ଭାବ୍ୟ ଲାଭ ପାଇବା ପାଇଁ ଆପଣଙ୍କୁ ଏହି ନିର୍ଦ୍ଦେଶାବଳୀ ଗୁଡ଼ିକୁ କଡାକଡି ପାଳନ କରିବାକୁ ପଡିବ, ଯାହାର ବିବରଣୀ ଏହି ଭିଡିଓରେ ମଧ୍ୟ ସେୟାର କରାଯିବ। ଯେହେତୁ ଏହି ସମୟ ସୌଭାଗ୍ୟ ଏବଂ ସତର୍କତା ଆବଶ୍ୟକତା ଉଭୟ ଆଣିଥାଏ, ଦୟାକରି ଭିଡିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡିଓର କୌଣସି ଅଂଶକୁ ସ୍କିପ୍ କରନ୍ତୁ ନାହିଁ। ଯଦି ଆପଣ ପ୍ରକୃତରେ ଏହି ଶୁଭ ଖବରର ଲାଭ ପାଇବାକୁ ଚାହାନ୍ତି, ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖିବାକୁ ପଡିବ। ଆମେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବୁ ଯେ ଭଗବାନ ଭୋଳାନାଥଙ୍କର କୃପା ଆପଣଙ୍କ ଉପରେ କିପରି ବର୍ଷିବ ଏବଂ ଆପଣଙ୍କର ଜୀବନର କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆପଣ ଏହି ସୁନ୍ଦର ଖବର ପାଇବାର ଆଶା କରିପାରିବେ। କେବଳ ପ୍ରକୃତରେ ସୌଭାଗ୍ୟ ପାଇଁ ଭାଗ୍ୟବାନ ଲୋକମାନେ ଆଜିର ଭିଡିଓ ଦେଖିପାରିବେ, ତେଣୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ଦେଖିବା ପାଇଁ ନିଶ୍ଚିତ କରନ୍ତୁ। ଏହି ଭିଡିଓରେ ଉଲ୍ଲେଖ କରାଯାଇଥିବା ପ୍ରତ୍ୟେକ ବିବରଣୀ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ବନ୍ଧୁମାନେ, ଆସନ୍ତୁ ଆଗକୁ ବଢିବା। ସର୍ବପ୍ରଥମେ ଭଗବାନ ଭୋଳାନାଥଙ୍କର ସମସ୍ତ ପ୍ରକୃତ ଭକ୍ତମାନଙ୍କୁ ଅନୁରୋଧ କରୁଛି, ଦୟାକରି ଭିଡିଓକୁ ଲାଇକ୍ କରନ୍ତୁ ଏବଂ ସଚ୍ଚୋଟ ହୃଦୟରେ ଶ୍ରଦ୍ଧାର ସହିତ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ତେବେ ବନ୍ଧୁଗଣ, ସମୟ ନଷ୍ଟ ନ କରି ଆଗକୁ ବଢିବା। ପରମ ଦେବତା ପ୍ରଭୁମାନଙ୍କର ପ୍ରଭୁ ସ୍ୱୟଂ ମହାଦେବଙ୍କ କୃପାରୁ ଏପ୍ରିଲ 6 ରୁ ଏପ୍ରିଲ 12 ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଆପଣଙ୍କ ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବିଶେଷ ମହତ୍ଵ ରଖେ। ବନ୍ଧୁଗଣ, ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଏପ୍ରିଲ 6 ରୁ ଏପ୍ରିଲ 12 ପର୍ଯ୍ୟନ୍ତ ଏହି ସମୟ, ଏହି 7 ଦିନ ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ଯୋଗୁଁ ଆପଣଙ୍କ ପାଇଁ ଏକ ଅସାଧାରଣ ସୌଭାଗ୍ୟବାନ ସମୟ ଭାବରେ ପ୍ରମାଣିତ ହେବ। କାରଣ ଏହି 7 ଦିନ ମଧ୍ୟରେ ଆପଣ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ପାଇବେ। ଏତେ ଗଭୀର ପରିବର୍ତ୍ତନ ଯେ ଆପଣ ସେଗୁଡ଼ିକୁ କଳ୍ପନା ମଧ୍ୟ କରିପାରିବେ ନାହିଁ। ଆପଣ କେବେ ସ୍ୱପ୍ନରେ ମଧ୍ୟ ଭାବିନଥିବେ ଯେ ଆପଣଙ୍କର ଜୀବନରେ ଏପରି ବଡ ପରିବର୍ତ୍ତନ ଘଟିବ। କାରଣ ବନ୍ଧୁଗଣ, ଆପଣଙ୍କର ସମସ୍ତ ସ୍ଥଗିତ କାର୍ଯ୍ୟ ସମୟ ଅନୁସାରେ ସମାପ୍ତ ହେବ। ଆପଣଙ୍କ ପାଇଁ ଆର୍ଥିକ ଲାଭର ଦୃଢ ସୂଚନା ଅଛି। ଏହା ବ୍ୟତୀତ ଯେଉଁମାନେ ଅନେକ ଦିନ ଧରି ଚାକିରି ପାଇବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ଏହି ସମୟ ମଧ୍ୟରେ ସେମାନଙ୍କର ଇଚ୍ଛିତ ଚାକିରି ପାଇବେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଯାଉଛି ଏବଂ ସଫଳତା ଆପଣଙ୍କର ଦ୍ୱାରସ୍ଥ ହେବ। ଏହି ସମୟ ଏପ୍ରିଲ 6 ରୁ ଏପ୍ରିଲ 12 ତାରିଖ ପ୍ରକୃତରେ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭ ସମୟ। ଏହି 7 ଦିନ ମଧ୍ୟରେ ଗ୍ରହମାନଙ୍କର ଗୋଚର ଆପଣଙ୍କର ସପକ୍ଷରେ ରହିବ। ତେଣୁ ବନ୍ଧୁଗଣ, ଆପଣ ଏହି ସମୟକୁ ସମ୍ମାନ କରିବା ଉଚିତ।
ଏବଂ ଏହାର ସର୍ବାଧିକ ଉପଯୋଗ କରିବା ଉଚିତ। ଏହି 7 ଦିନ ମଧ୍ୟରେ ଆପଣଙ୍କ ପାଇଁ ଲାଭର ନୂତନ ରାସ୍ତା ଖୋଲିବ। ଏହା ସହିତ ଆପଣ ଆପଣଙ୍କର ପରିସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ ଏବଂ ଅନେକ ନୂତନ ସୁଯୋଗ ଆପଣଙ୍କ ପାଇଁ ଉପଲବ୍ଧ ହେବ। ଏହି ଅଭିଜ୍ଞତା ଭବିଷ୍ୟତରେ ଆପଣଙ୍କର ବୈବାହିକ ଜୀବନରେ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ଉପୁଜିଥିବା ଯେକୌଣସି ପ୍ରତିକୂଳ ପରିସ୍ଥିତିର ସମାଧାନ କରିବାର କ୍ଷମତା ଆପଣଙ୍କ ପାଖରେ ରହିବ। ଏହି 7 ଦିନର ଅବଧି ସୁଖଦ ଏବଂ ସନ୍ତୋଷଜନକ ଅଭିଜ୍ଞତାରେ ପରିପୂର୍ଣ୍ଣ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ଆହୁରି ଉନ୍ନତ ହେବାକୁ ଯାଉଛି। ଆପଣଙ୍କର ପ୍ରିୟଜନଙ୍କ ମଧ୍ୟରେ ସମୟ ବିତାଇବା ଦ୍ୱାରା ଆପଣଙ୍କ ପାଇଁ ଆଧ୍ୟାତ୍ମିକ ସନ୍ତୋଷର ଗଭୀର ଭାବନା ଆସିବ। ଏହା ସହିତ ଆପଣ ଜଣେ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଆୟୋଜିତ ଏକ ଧାର୍ମିକ ଉତ୍ସବରେ ଯୋଗଦାନ ଦେଇପାରନ୍ତି। ଏହା ବ୍ୟତୀତ ଆପଣଙ୍କ ପିଲା ବିଦେଶ ଯିବା ଯୋଜନା ସମ୍ପର୍କରେ ଆବଶ୍ୟକୀୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ କିମ୍ବା ଶୁଭ ଖବର ମିଳିବାର ସମ୍ଭାବନା ଅଛି। ମାନସିକ ଭାବରେ ଏହି 7 ଦିନ ମଧ୍ୟରେ ଆପଣ ଗଭୀର ଶାନ୍ତି ଅନୁଭବ କରିବେ। ବର୍ତ୍ତମାନ କରାଯାଇଥିବା ବିଚକ୍ଷଣ ଆର୍ଥିକ ନିବେଶ ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମନେ ରଖନ୍ତୁ ଯେ ଯଦି ଆପଣ ଏହି 7 ଦିନର ଅବଧିରେ ଟଙ୍କା ନିବେଶ କରିବାକୁ ବାଛନ୍ତି, ତେବେ ସେହି ନିବେଶ ଗୁଡ଼ିକ ଦୀର୍ଘକାଳୀନ ଭାବରେ ଯଥେଷ୍ଟ ଲାଭ ପ୍ରଦାନ କରିବ। ଆପଣ ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ପାଇବାକୁ ଯାଉଛନ୍ତି। ଏହା ବ୍ୟତୀତ ଆପଣ ଶେଷରେ ନିକଟ ଅତୀତରେ କରିଥିବା କଠିନ ପରିଶ୍ରମର ଯଥାର୍ଥ ଲାଭ ଆପଣଙ୍କୁ ପ୍ରାପ୍ତି ହେବ। ବିଭିନ୍ନ ବାଧା ଏବଂ ପ୍ରତିବନ୍ଧକର ସମ୍ମୁଖୀନ ହେବା ସତ୍ତ୍ୱେ ଆପଣ ଆପଣଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରିବାରେ ସଫଳ ହେବେ। ଏହି 7 ଦିନର ଅବଧି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଅନୁକୂଳ ସମୟ ହେବାର ପ୍ରତିଶ୍ରୁତି ଦିଏ। ଆପଣଙ୍କର ଭାଇ ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର ଯେକୌଣସି ନକାରାତ୍ମକ ଭୁଲ ବୁଝାମଣାର ସମାଧାନ ହେବ। ଏହି 7 ଦିନର ଅବଧି ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି କରିବା ପାଇଁ ବିଶେଷ ଭାବରେ ସହାୟକ ହେବ। ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କ ସହିତ କିଛି ସମୟ ବିତାଇବାକୁ ବିବେଚନା କରନ୍ତୁ। ଏହା କରିବା ଦ୍ୱାରା ଆପଣ ହାଲୁକା ଏବଂ ନିଜକୁ ଚାପମୁକ୍ତ ଅନୁଭବ କରିବେ। ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ସହିତ ଆପଣ ଏହି ସପ୍ତାହ ମଧ୍ୟରେ ଅନ୍ୟ ବିଭିନ୍ନ କାର୍ଯ୍ୟକୁ ବହୁତ ସହଜ ଏବଂ ଦକ୍ଷତାର ସହିତ ସମାପ୍ତ କରିପାରିବେ। ଏହି ସମୟ ଆପଣଙ୍କୁ ପ୍ରକୃତରେ ଏକ ଆନନ୍ଦଦାୟକ ଏବଂ ସୁଖଦ ଅନୁଭୂତି ପ୍ରଦାନ କରିବ। ଆପଣ ପଡ଼ୋଶୀମାନଙ୍କ ସହିତ ସୁସଜ୍ଜିତ ସମ୍ପର୍କ ବଜାୟ ରଖିବା ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଜରୁରୀ। ଆପଣଙ୍କର ପଡ଼ୋଶୀ ମଧ୍ୟରେ ଏପରି କୌଣସି ଆଚରଣରୁ ନିବୃତ୍ତ ରୁହନ୍ତୁ ଯାହା ଆପଣଙ୍କୁ ଲଜ୍ଜିତ କରିପାରେ କିମ୍ବା ସମାଲୋଚନାର କାରଣ ହୋଇପାରେ। ଆପଣଙ୍କର ବିରୋଧୀମାନେ ଆପଣଙ୍କ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିପାରନ୍ତି, ବିଶେଷ କରି କାରଣ ଆପଣ ବର୍ତ୍ତମାନ ସଫଳତା ହାସଲ କରିବାକୁ ଏବଂ ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରିବାକୁ ଯାଉଛନ୍ତି, ଯାହା ସେମାନଙ୍କୁ ହଜମ ହେବ ନାହିଁ। ତଥାପି ଏହା ମନେ ରଖନ୍ତୁ, ଯଦିଓ ଆପଣଙ୍କର ବିରୋଧୀମାନେ ସେମାନଙ୍କର ପ୍ରଭାବ ଜାହିର କରିବାକୁ ଚେଷ୍ଟା କରିପାରନ୍ତି, ସେମାନେ ଶେଷରେ ଆପଣଙ୍କ ବିରୁଦ୍ଧରେ ଠିଆ ହୋଇପାରିବେ ନାହିଁ। ସେମାନେ ଆପଣଙ୍କୁ କୌଣସି ପ୍ରକୃତ କ୍ଷତି ପହଞ୍ଚାଇବା ପାଇଁ ଶକ୍ତିହୀନ ହେବେ। ତେଣୁ ଚିନ୍ତା ନ କରି ଆଗକୁ ବଢନ୍ତୁ। ସଫଳତା ଆପଣଙ୍କର ପାଦ ଚୁମ୍ବନ କରିବା ପାଇଁ ଧାର୍ଯ୍ୟ। ତଥାପି ଆପଣଙ୍କର ବେଳେ ବେଳେ ଆକ୍ରମଣାତ୍ମକ ସ୍ୱଭାବ ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ତେଣୁ ଆପଣ କଣ କରିବା ଉଚିତ? ଆପଣଙ୍କ ଆଚରଣରେ ଟିକିଏ ମଧୁରତା ଆଣନ୍ତୁ। ଅନ୍ୟମାନଙ୍କୁ ଆଘାତ ନ ଦେବା ପାଇଁ ଆପଣଙ୍କର ବାଣୀ ଉପରେ ସତର୍କତା ରଖନ୍ତୁ। ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ସେହି ସମୟରେ ଆପଣଙ୍କର ଅତ୍ୟଧିକ ଭାବପ୍ରବଣ ଏବଂ ଉଦାର ସ୍ୱଭାବକୁ ଶାନ୍ତ କରନ୍ତୁ। ଲୋକମାନେ ଆପଣଙ୍କର ନିର୍ଦ୍ଦୋଷତାର ସୁଯୋଗ ନେବାକୁ ପ୍ରସ୍ତୁତ ହୁଅନ୍ତି, ବିଶେଷ କରି ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ନିରନ୍ତର ପ୍ରସ୍ତୁତି ଏବଂ ଏହି ଗୁଣ ଆପଣଙ୍କର ଆର୍ଥିକ କିମ୍ବା ବ୍ୟକ୍ତିଗତ କ୍ଷତିର କାରଣ ହୋଇପାରେ। ତେଣୁ ସତର୍କ ରୁହନ୍ତୁ। ଯେଉଁମାନେ ହୃଦୟରେ ଆପଣଙ୍କର ମଙ୍ଗଳ ଚାହାନ୍ତି ନାହିଁ, ଯେଉଁମାନେ ଆପଣଙ୍କର ମଙ୍ଗଳ କାମନା କରନ୍ତି, ସେମାନଙ୍କୁ ଚିହ୍ନଟ କରନ୍ତୁ ଏବଂ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଏହା ବ୍ୟତୀତ ଏହି 7 ଦିନ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ଆର୍ଥିକ କାରବାର। ଟଙ୍କା କାରବାର କରିବା ସମୟରେ ସତର୍କ ରୁହନ୍ତୁ।
କାରଣ ଏହି ସମୟ ମଧ୍ୟରେ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି। ସମ୍ଭାବ୍ୟ ଆର୍ଥିକ ଲାଭର ଅନେକ ସଂକେତ ଥିବା ବେଳେ ଠକାମିର ଆଶଙ୍କା ମଧ୍ୟ ଅଛି, ଯାହା ଆର୍ଥିକ ପତନ ଆଣିପାରେ। ଯଦି ଆପଣ କାହାକୁ ଟଙ୍କା ଋଣ ଦିଅନ୍ତି, ତେବେ ସତର୍କତାର ସହିତ ବିଚାର କରିବା ପରେ ହିଁ ଏହା କରନ୍ତୁ। ଏହା ଆପଣଙ୍କର ସର୍ବୋତ୍ତମ ସ୍ୱାର୍ଥରେ ହେବ। ଏହା ସହିତ ଛାତ୍ର ଏବଂ ବର୍ତ୍ତମାନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ପାଠପଢା ଉଭୟ ପ୍ରତି ସମାନ ଧ୍ୟାନ ଦେବାକୁ ପଡିବ। ଆପଣଙ୍କୁ ଯେକୌଣସି ପ୍ରକାରର ଅନୁପଯୁକ୍ତ ଆଚରଣକୁ କଡାକଡି ଏଡାଇବା ଉଚିତ। ସୋସିଆଲ ମିଡିଆରେ କିମ୍ବା ଖରାପ ସାଥିରେ ଆପଣଙ୍କର ସମୟ ନଷ୍ଟ କରନ୍ତୁ ନାହିଁ, କାରଣ ଏହା ଆପଣଙ୍କର କ୍ୟାରିୟରରେ ପ୍ରମୁଖ ମାଇଲ ଖୁଣ୍ଟ ହାସଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି 7 ଦିନ ଲାଭ ପାଇଁ ଅପାର ସମ୍ଭାବନା ରଖୁଛି। ଏହି ସମୟର ସର୍ବାଧିକ ଉପଯୋଗ କରନ୍ତୁ ଏବଂ ଏହି ସୁଯୋଗକୁ ଆପଣଙ୍କ ହାତରୁ ଖସି ଯିବାକୁ ଦିଅନ୍ତୁ ନାହିଁ। ଶେଷରେ ଆପଣଙ୍କର ପ୍ରେମ ଜୀବନ ବିଷୟରେ ଆପଣ ଏହି ସପ୍ତାହ ମଧ୍ୟରେ ଦେଖିବେ ଯେ ଆପଣଙ୍କର ପ୍ରେମ ସମ୍ପର୍କ ଅଧିକ ମଧୁର ଏବଂ ସୁସଙ୍ଗତ ହେଉଛି। ଆପଣଙ୍କର ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବାରେ ଯେଉଁ ବାଧା ସୃଷ୍ଟି ହେଉଥିଲା ତାହା ଏବେ ଦୂର ହୋଇଯିବ। ଆପଣଙ୍କର ପ୍ରେମ ସମ୍ପର୍କ ଖୁବ୍ ଶୀଘ୍ର ଏକ ବୈବାହିକ ବନ୍ଧନରେ ପରିଣତ ହେବାକୁ ଯାଉଛି, କାରଣ ଏହି ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କର ସମ୍ପର୍କ ବିଷୟରେ ଆଲୋଚନା ଆପଣଙ୍କର ଘରେ ହେବ, ଯାହା ଶୀଘ୍ର ବିବାହରେ ପରିଣତ ହେବ। ସେହି ସମୟରେ ଆପଣଙ୍କର ସନ୍ତାନ ମାନଙ୍କ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆପଣଙ୍କର ପତି ପତ୍ନୀଙ୍କ ସହ ଛୋଟ ମୋଟ ମତଭେଦ କିମ୍ବା ଝଗଡା ହୋଇପାରେ, ତଥାପି ଏଗୁଡିକ ମଧ୍ୟ ଶୀଘ୍ର ସମାଧାନ ହେବ। ଆପଣଙ୍କୁ ଏ ବିଷୟରେ ଆଦୌ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ମତଭେଦ ଅଛି କିମ୍ବା ଯଦି କୌଣସି କାରଣରୁ ଘରୋଇ କଳହ ସୃଷ୍ଟି ହେଉଛି, ତେବେ ତାହା ମଧ୍ୟ ସମାଧାନ ହେବ, ହୁଏତ ତୃତୀୟ ପକ୍ଷର ମଧ୍ୟସ୍ଥତା ଦ୍ୱାରା, ଯାହା ପାରସ୍ପରିକ ପ୍ରେମର ପୁନରୁତ୍ଥାନ ଏବଂ ସମ୍ପର୍କରେ ସଦ୍ଭାବନାର ପୁନରୁଦ୍ଧାର କରିବ। ପରିବାରର ସମସ୍ତ ସଦସ୍ୟ ଏକତାରେ ଏକାଠି ହେବେ ଏବଂ ଆପଣ ନିଜକୁ ବିଶେଷ ପାରିବାରିକ ପ୍ରୟାସ ପାଇଁ ସମୟ ଉତ୍ସର୍ଗ କରିବେ। ଏହି ସମୟ ଆପଣଙ୍କ ପାଇଁ ଏକ ଧାର୍ମିକ ସ୍ଥଳ ପରିଦର୍ଶନ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିପାରେ, ତୀର୍ଥଯାତ୍ରା ପାଇଁ କିମ୍ବା ଦର୍ଶନ ପାଇଁ, ଯାହା ଆପଣଙ୍କ ଆଧ୍ୟାତ୍ମିକ ପରିପୂର୍ଣ୍ଣତାର ଏକ ଗଭୀର ଭାବନା ଆଣିବ। ଏବେ ବ୍ୟବସାୟ, ବାଣିଜ୍ୟ, ନିଯୁକ୍ତି, ଶିକ୍ଷା ଏବଂ କ୍ୟାରିୟର ବିଷୟ ଗୁଡିକ ବିଷୟରେ ଆଲୋଚନା କରିବା। ବନ୍ଧୁଗଣ, ଏହି 7 ଦିନ ମଧ୍ୟରେ ଆପଣଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବାକୁ ପଡିବ। ଆପଣଙ୍କର ଅବହେଳା କିମ୍ବା ବିଳମ୍ବ ଯୋଗୁଁ କିଛି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ରହିପାରେ। ତେଣୁ ଆପଣଙ୍କୁ ଯେକୌଣସି ପ୍ରକାରର ଅସାବଧାନତାକୁ ଏଡାଇବାକୁ ପଡିବ। ମାର୍କେଟିଂ ଏବଂ ଗଣମାଧ୍ୟମ ସହିତ ଜଡିତ କାର୍ଯ୍ୟଗୁଡିକରୁ ଦୂରତା ବଜାୟ ରଖିବା ଏବଂ ଆପଣଙ୍କର ଅଧିକାଂଶ କାମ ଆପଣଙ୍କ ଘରର ଆରାମରୁ ସମାପ୍ତ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ଏହା ବ୍ୟତୀତ ଆପଣଙ୍କର ବ୍ୟବସାୟ ସମ୍ପର୍କରେ ଏହି 7 ଦିନ ଲାଭ ପାଇଁ ଅନେକ ସୁଯୋଗ ପ୍ରଦାନ କରେ। ଏହି ସମୟରେ ଆପଣଙ୍କର ବ୍ୟାପାର ବାଣିଜ୍ୟ କିମ୍ବା ଉଦ୍ୟୋଗରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ଅତ୍ୟନ୍ତ ସମ୍ଭାବନାପୂର୍ଣ୍ଣ ମନେ ହୁଏ। ଆଗାମୀ ସମୟ ମହାନ ପରିବର୍ତ୍ତନ ଦ୍ୱାରା ଚିହ୍ନିତ। ଦିଗନ୍ତରେ ଯଥେଷ୍ଟ ପରିବର୍ତ୍ତନ ଆସୁଛି ଏବଂ ଆପଣ ଏହି ପର୍ଯ୍ୟାୟରେ ଲାଭ ପାଇବାକୁ ଯାଉଛନ୍ତି। ଆପଣଙ୍କର ବ୍ୟବସାୟ ପ୍ରୟାସ ଆଲୋଚନାର ବିଷୟ ହେବ। ପ୍ରକୃତରେ ଆପଣ ଚମତ୍କାର ସଫଳତା ହାସଲ କରିବାକୁ ଯାଉଛନ୍ତି। ଆପଣଙ୍କର ବ୍ୟବସାୟ ଘାତକ ବୃଦ୍ଧି ପାଇଁ ପ୍ରସ୍ତୁତ। ଆପଣ ଡେଇଁ ପଡି ଆଗକୁ ବଢନ୍ତୁ। ଯଦି ଆପଣ ଆପଣଙ୍କର ବ୍ୟବସାୟ କିମ୍ବା ଉଦ୍ୟୋଗକୁ ବିସ୍ତାର କରିବାର ଆକାଂକ୍ଷା ରଖିଛନ୍ତି, ତେବେ ଗ୍ରହ ନକ୍ଷତ୍ର ଗୁଡିକ ଆପଣଙ୍କର ସପକ୍ଷରେ ଅଛନ୍ତି। ତଥାପି ଏହି ସମ୍ପ୍ରସାରଣ ବିଷୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିୟମ ମନେ ରଖନ୍ତୁ। କାହାକୁ ଆପଣଙ୍କର ଗୁପ୍ତ ଯୋଜନା ପ୍ରକାଶ କରନ୍ତୁ ନାହିଁ। ଆପଣଙ୍କର ରଣନୀତି, ଆପଣ କିପରି ବିସ୍ତାର କରିବାକୁ ଚାହୁଁଛନ୍ତି, ଆପଣ କେଉଁ ନୂତନ ପଦକ୍ଷେପ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ଏବଂ ଆପଣଙ୍କର ସମୟସୀମା କଠିନ ଭାବରେ ଗୋପନୀୟ ରଖନ୍ତୁ। ଏହି ସୂଚନା କାହାକୁ ବି ଦିଅନ୍ତୁ ନାହିଁ, ନଚେତ ଆପଣ ଯଥେଷ୍ଟ ଆର୍ଥିକ କ୍ଷତି ସହିବାର ଆଶଙ୍କା ରହିଛି। କିଛି ପରିମାଣରେ ସତର୍କତା ଅବଲମ୍ବନ କରନ୍ତୁ। କାର୍ଯ୍ୟରତ ବୃତ୍ତିଗତ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ। ଆପଣଙ୍କୁ କାର୍ଯ୍ୟାଳୟରେ ଆପଣଙ୍କର ବସ୍ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ଠାରୁ ସମର୍ଥନ ମିଳିବ। ଆପଣଙ୍କର ପ୍ରଶଂସା ହେବ ଏବଂ ଆପଣଙ୍କର ପ୍ରତିଷ୍ଠା ସମଗ୍ର କାର୍ଯ୍ୟକ୍ଷେତ୍ରରେ ପ୍ରତିଧ୍ୱନିତ ହେବ। ଆପଣ ଆପଣଙ୍କର ପ୍ରକଳ୍ପ ଗୁଡିକରେ ସଫଳତା ହାସଲ କରିବେ। ଯଦି ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପ କିମ୍ବା କାର୍ଯ୍ୟ ଦିଆଯାଇଛି, ତେବେ ଏହାକୁ ସମୟ ସୀମାରେ ସମାପ୍ତ କରିବା ଆପଣଙ୍କୁ ଯଥେଷ୍ଟ ପ୍ରଶଂସା କରିବ।
ଫଳାଫଳ କଣ ହେବ? ଆପଣଙ୍କ ବସ୍ ଦୃଷ୍ଟିରେ ଆପଣଙ୍କର ମୂଲ୍ୟ ଆହୁରି ବୃଦ୍ଧି ପାଇବ। ଆପଣ ପ୍ରତ୍ୟେକ ନ୍ୟସ୍ତ କାର୍ଯ୍ୟକୁ 100% ନିଷ୍ଠାର ସହିତ କାର୍ଯ୍ୟକାରୀ କରିବେ ଏବଂ ଏହି ପ୍ରତିବଦ୍ଧତା ଆପଣଙ୍କର ପଦୋନ୍ନତିକୁ କରିବାରେ ସହାୟକ ହେବ। ବର୍ତ୍ତମାନ ନିଯୁକ୍ତି ପାଇଥିବା ଲୋକମାନଙ୍କ ପାଇଁ ଯେଉଁମାନେ ବହୁତ ଦିନ ଧରି ସ୍ଥାନାନ୍ତର କିମ୍ବା ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି, ଏହି ସମୟ ମଧ୍ୟରେ ଏପରି ପରିବର୍ତ୍ତନ ପ୍ରକୃତରେ ଘଟିବାର ସମ୍ଭାବନା ଅଛି। ଚାକିରି ସ୍ଥାନାନ୍ତର ପାଇଁ ଚାହୁଁଥିବା ଲୋକଙ୍କ ପାଇଁ ଏବଂ ଚାକିରି ପାଇବା ପାଇଁ ଦୀର୍ଘ ଦିନ ଧରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ସମୟ। ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ କିମ୍ବା ସାକ୍ଷାତକାର ମାଧ୍ୟମରେ ଆପଣ ଏକ ଭଲ ଚାକିରି ପାଇବେ ବୋଲି ଦୃଢ ସୂଚନା ମିଳୁଛି। ଆପଣ ଏକ ଆକର୍ଷଣୀୟ ଦରମା ସହିତ ଏକ ଇଚ୍ଛାଯୋଗ୍ୟ ପଦବୀ ପାଇବେ। ଚିନ୍ତିତ ହୁଅନ୍ତୁ ନାହିଁ, କେବଳ ଆପଣଙ୍କର ପ୍ରୟାସ ଜାରି ରଖନ୍ତୁ। ଏହା ସହିତ ଦୟାକରି ଗୋଟିଏ କଥା ମନେ ରଖନ୍ତୁ, ଯଦି ଆପଣ ବିଦେଶ ଯାତ୍ରା କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ନିର୍ଦ୍ଦିଷ୍ଟ 7 ଦିନ ମଧ୍ୟରେ ବିଦେଶ ଯାତ୍ରା ସମ୍ବନ୍ଧୀୟ ଯେକୌଣସି ଆଲୋଚନା କିମ୍ବା ଯୋଜନାକୁ ସ୍ଥଗିତ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ। ଏହି 7 ଦିନର ସମୟ ମଧ୍ୟରେ ଯାତ୍ରା କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ପରବର୍ତ୍ତୀ ସପ୍ତାହ ପାଇଁ କିମ୍ବା ପରବର୍ତ୍ତୀ ସମୟରେ ଆପଣଙ୍କର ଯାତ୍ରା ସ୍ଥିର କରିବାକୁ ଚେଷ୍ଟା କରନ୍ତୁ। ବର୍ତ୍ତମାନର ଗ୍ରହ ଗୋଚର ସୂଚାଇ ଦେଉଛି ଯେ ବର୍ତ୍ତମାନ ପାଇଁ ବିଦେଶ ଯାତ୍ରାରୁ ନିବୃତ୍ତ ରହିବା ଆପଣଙ୍କ ପାଇଁ ସର୍ବୋତ୍ତମ ସ୍ୱାର୍ଥ ହେବ। ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ହେବ। ଏହା ସହିତ ନିର୍ମାଣ ଏବଂ ସ୍ଥାବର ସମ୍ପତ୍ତି କ୍ଷେତ୍ରରେ ଜଡିତ ବ୍ୟକ୍ତିମାନେ ଯଥେଷ୍ଟ ଲାଭ ପାଇବେ। ତଥାପି ଗୋଟିଏ କଥା ମନେ ରଖନ୍ତୁ, ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଫାଇଲ ଏବଂ ଡକୁମେଣ୍ଟ ଗୁଡ଼ିକୁ ସତର୍କତାର ସହିତ ସୁରକ୍ଷିତ ରଖନ୍ତୁ, କାରଣ ସେଗୁଡ଼ିକ ହଜିଯିବା କିମ୍ବା ଚୋରି ହେବାର ସମ୍ଭାବନା ଅଛି। ଯୁବକମାନେ ମଧ୍ୟ ସେମାନଙ୍କର କ୍ୟାରିୟର ପ୍ରତି ଗମ୍ଭୀର ଏବଂ ଧ୍ୟାନ ଦେବା ଉଚିତ। ଆୟର ନୂତନ ଉତ୍ସ ଉଭା ହେବ। ଆପଣ ଏହି ସୁଯୋଗ ଗୁଡ଼ିକୁ କିପରି ପୁଞ୍ଜି କରିବାକୁ ବାଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ନିର୍ଭର କରେ। ଏହା ବ୍ୟତୀତ ବର୍ତ୍ତମାନ ଆଇନଗତ ଅଧ୍ୟୟନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଅନୁକୂଳ ସମୟ। ଏହି ସମୟର ସର୍ବାଧିକ ଉପଯୋଗ କରନ୍ତୁ। ସଫଳତା ଆପଣଙ୍କ ପାଇଁ ଅପେକ୍ଷା କରିଛି ଏବଂ ଆର୍ଥିକ ଦୃଷ୍ଟିକୋଣରୁ ସମୟ ଉତ୍କୃଷ୍ଟ। ଯେପରି ଆମେ ପୂର୍ବରୁ ଉଲ୍ଲେଖ କରିଛୁ, ଏହି ପର୍ଯ୍ୟାୟରେ ଚାକିରିରେ ପଦୋନ୍ନତିର ଦୃଢ ସଂକେତ ଅଛି ଏବଂ ବ୍ୟବସାୟ ଏବଂ ବାଣିଜ୍ୟରେ ବୃଦ୍ଧି ଏବଂ ଉନ୍ନତିର ସମ୍ଭାବନା ମଧ୍ୟ ଅଛି। ଆପଣ ଅଟକି ରହିଥିବା କିମ୍ବା ବିଳମ୍ବ ହୋଇଥିବା ଯେକୌଣସି ଟଙ୍କା ଫେରି ପାଇବେ। ତେଣୁ ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅତ୍ୟନ୍ତ ଅନୁକୂଳ। ଚିନ୍ତିତ ହୁଅନ୍ତୁ ନାହିଁ, ଏହା ଏକ ଚମତ୍କାର ସମୟ। ଆପଣ ନିଜେ ଏହା ଦେଖିବେ। ଏହି 7 ଦିନ ମଧ୍ୟରେ ଆପଣ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ଅନୁଭବ କରିବେ। ଏବେ ଆପଣଙ୍କର ସ୍ୱାସ୍ଥ୍ୟ ବିଷୟକୁ ଆସୁଛୁ। ବନ୍ଧୁଗଣ, ଏହି 7 ଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କର ଶାରୀରିକ ସୁସ୍ଥତା ପ୍ରତି କିଛିଟା ସତର୍କ ରହିବାକୁ ପଡିବ। ପରିବର୍ତ୍ତିତ ପାଗ ଯୋଗୁଁ ଆପଣଙ୍କୁ କିଛି ଶାରୀରିକ ସମସ୍ୟା ଦେଖାଦେଇପାରେ। ସର୍ବୋତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପ୍ରତ୍ୟେକ ଦିନ ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରନ୍ତୁ। ଧ୍ୟାନ ରଖନ୍ତୁ, ଏକ ସକାରାତ୍ମକ ମାନସିକତା ବିକଶିତ କରନ୍ତୁ। ପ୍ରକୃତି ମଧ୍ୟରେ କିଛି ସମୟ ବିତାଇବା ଏବଂ ଆପଣଙ୍କର ଦିନଚର୍ଯ୍ୟାରେ ଆୟୁର୍ବେଦିକ ଉପଚାରକୁ ସାମିଲ କରନ୍ତୁ। ଆଉ ଗୋଟିଏ କଥା ମନେ ରଖନ୍ତୁ, କାହା ପ୍ରତି ନକାରାତ୍ମକ ଭାବନା ରଖନ୍ତୁ ନାହିଁ। ଏକ ସକାରାତ୍ମକ ଦୃଷ୍ଟିକୋଣ ବଜାୟ ରଖନ୍ତୁ। ଯଦି ଆପଣ ଅନ୍ୟମାନଙ୍କ ପ୍ରତି ସକାରାତ୍ମକ ଚିନ୍ତାଧାରା ରଖନ୍ତି, ତେବେ ଆପଣ ଫଳସ୍ୱରୂପ ସକାରାତ୍ମକ ଫଳାଫଳ ପାଇବେ। ଏହା ମୋର ଆନ୍ତରିକ ଆଶା ଯେ ଆପଣ ଏହି 7 ଦିନର ଅବଧିର ସମ୍ପୂର୍ଣ୍ଣ ଉପଯୋଗ କରିବେ। ଏହି ସମୟ ପ୍ରଦାନ କରୁଥିବା ପ୍ରତ୍ୟେକ ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ। ଏହି ଶୁଭକାମନା ସହିତ ଆମେ ଆପଣଙ୍କୁ ଏହି ଭିଡିଓରୁ ବିଦାୟ ଦେଉଛୁ। ଆମେ ଆପଣଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓରେ ଦେଖା କରିବୁ। ସେଥି ପର୍ଯ୍ୟନ୍ତ ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି।